ଇରାନ ରେ ଚାଲିଛି ବିଶ୍ୱର ସବୁଠାରୁ ବଡ଼ ଶବ ଶୋଭାଯାତ୍ରା। ଇରାନର ସର୍ବୋଚ୍ଚ ନେତା ଅୟତୁଲ୍ଲା ଖେମନେଇଙ୍କ ମର ଶରୀରକୁ ଶେଷ ଦର୍ଶନ କରୁଛନ୍ତି ଇରାନର କୋଟି କୋଟି ଜନତା। 45ଟି ଦେଶର ପ୍ରତିନିଧି ମାନେ ମଧ୍ୟ ସାମିଲ ହୋଇଛନ୍ତି। ହେଲେ ପ୍ରକୃତରେ ଏହି ପୁରା ଶୋଭାଯାତ୍ରାରୁ କାହିଁକି ଦୂରେଇ ରହିଛନ୍ତି ଅୟତୁଲ୍ଲା ଖେମନେଇଙ୍କ ପୁଅ ତଥା ବର୍ତ୍ତମାନ ସମୟରେ ଇରାନର ସର୍ବୋଚ୍ଚ ନେତା ମୁସ୍ତଫା ଖେମନେଇ? ତାକୁ ନେଇ ଛିଡ଼ା ହୋଇଛି ଅନେକ ପ୍ରଶ୍ନ। ନମସ୍କାର, ନ୍ୟୁଜ ରୁମକୁ ସ୍ୱାଗତ କରୁଛି ମୁଁ ଅଭିନ୍ନ ଆଶୁତୋଷ। ପୁରା ଇରାନ ବର୍ତ୍ତମାନ ସମୟରେ ଶୋକ ପାଳନ କରୁଛି, କାହିଁକି ନା ଇରାନ ତାର ସର୍ବୋଚ୍ଚ ନେତା ଅୟତୁଲ୍ଲା ଅଲ୍ଲୀ ଖେମନେଇଙ୍କୁ ଯୁଦ୍ଧ ସମୟରେ ହରାଇଥିଲା। ଆଉ ଯୁଦ୍ଧର ପାଖାପାଖି 4 ମାସ ପରେ ତାଙ୍କ ଅନ୍त्यେଷ୍ଟି କ୍ରିୟା କରାଯାଉଛି। ଏଥିପାଇଁ ଏକ ବିଶାଳ ଶବ ଶୋଭାଯାତ୍ରାର ଆୟୋଜନ କରାଯାଇଛି, ଯେଉଁଥିରେ ଅୟତୁଲ୍ଲା ଖେମନେଇଙ୍କ ମର ଶରୀରକୁ ତେହେରାନ ଠାରୁ ମାସୁଦ ପର୍ଯ୍ୟନ୍ତ ଶୋଭାଯାତ୍ରାରେ ନିଆଯିବ। ପ୍ରାୟ 3000 କିଲୋମିଟରର ଏହି ଶବ ଶୋଭାଯାତ୍ରା ହେବ ଏବଂ 9 ତାରିଖ ଦିନ ଅୟତୁଲ୍ଲା ଖେମନେଇଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ। ଏଥିରେ 45ଟି ଦେଶର ପ୍ରତିନିଧି ମାନେ ମଧ୍ୟ ସାମିଲ ହୋଇଛନ୍ତି। ପ୍ରତ୍ୟେକ ଦିନ ପାଖାପାଖି 50 ଲକ୍ଷରୁ 60 ଲକ୍ଷ ଲୋକ ସାମିଲ ହେଉଛନ୍ତି। ଆଉ ଏ ପୁରା ଶବ ଶୋଭାଯାତ୍ରାରେ 2 କୋଟିରୁ ଅଧିକ ଲୋକ ସାମିଲ ହେବେ ବୋଲି ଇରାନ ତରଫରୁ କୁହାଯାଇଛି। କିନ୍ତୁ ଏହି ଶବ ଶୋଭାଯାତ୍ରାରେ ସାମିଲ ହେଉନାହାନ୍ତି ଦେଶର ସର୍ବୋଚ୍ଚ ନେତା ମୁସ୍ତଫା ଖେମନେଇ। ମୁସ୍ତଫା ଖେମନେଇ ହେଉଛନ୍ତି ଅୟତୁଲ୍ଲା ଅଲ୍ଲୀ ଖେମନେଇଙ୍କ ପୁଅ, ଯିଏ ବର୍ତ୍ତମାନ ସମୟରେ ଇରାନର ସର୍ବୋଚ୍ଚ ନେତା ପଦବୀରେ ଅଛନ୍ତି। ଅୟତୁଲ୍ଲା ଖେମନେଇଙ୍କ ଦେହାନ୍ତ ପରେ ହିଁ ମୁସ୍ତଫା ଖେମନେଇଙ୍କୁ ଦାୟିତ୍ୱ ଦିଆଯାଇଥିଲା। ହେଲେ ସେବେଠାରୁ ସେ କେବେ ମଧ୍ୟ ସର୍ବସାଧାରଣକୁ ଆସିନାହାନ୍ତି ବା ତାଙ୍କର ପବ୍ଲିକ ଆପିୟରେନ୍ସ ହୋଇନାହିଁ। ଯୁଦ୍ଧ ସମୟରେ ଯାହା ମଧ୍ୟ ନିଷ୍ପତ୍ତି ନିଆଯାଉଥିଲା ବା ଯେଉଁ ବାର୍ତ୍ତା ମଧ୍ୟ ଦେଶର ସର୍ବୋଚ୍ଚ ନେତା ମୁସ୍ତଫା ଖେମନେଇ ରଖୁଥିଲେ, ତାହା ଭିଡିଓ ମେସେଜ ଜରିଆରେ ରହିଥିଲା କିମ୍ବା ଅଧିକାଂଶ ବାର୍ତ୍ତା ଏବଂ ଅଧିକାଂଶ ନିଷ୍ପତ୍ତି କାଗଜ ପତ୍ରରେ ହେଉଥିଲା। ଏଣୁ ଫେବୃଆରୀ ମାସ ଶେଷ ପର୍ଯ୍ୟାୟରେ ଆମେରିକା, ଇରାନ ଏବଂ ଇସ୍ରାଏଲର ଯୁଦ୍ଧ ଆରମ୍ଭ ହେବା ପରେ ଯେତେବେଳେ ଅୟତୁଲ୍ଲା ଖେମନେଇଙ୍କ ଦେହାନ୍ତ ହେଲା ଏବଂ ମୁସ୍ତଫା ଖେମନେଇ ଦାୟିତ୍ୱ ନେଲେ, ତା ପରଠାରୁ ସେ ଜନସାଧାରଣଙ୍କ ସାମ୍ନାକୁ ଆସିନାହାନ୍ତି। ବୋଧହୁଏ ଗୋଟିଏ କିମ୍ବା 2ଟି ଭିଡିଓ ମେସେଜ ଆସିଥିଲା, କିନ୍ତୁ ବାକି ସବୁ ଯୁଦ୍ଧର ନିଷ୍ପତ୍ତି, ଦେଶର ପରିଚାଳନା ମୁସ୍ତଫା ଖେମନେଇଙ୍କ ଦସ୍ତଖତରେ କରାଯାଉଥିଲା, ଅର୍ଥାତ୍ କାଗଜ ପତ୍ରରେ ତାଙ୍କ ନିଷ୍ପତ୍ତିକୁ ଜାରି କରାଯାଉଥିଲା। ଏଣୁ ବର୍ତ୍ତମାନ ଅୟତୁଲ୍ଲା ଖେମନେଇଙ୍କ ଶେଷକୃତ୍ୟରେ ଯେତେବେଳେ ମୁସ୍ତଫା ଖେମନେଇଙ୍କୁ ଦେଖିବାକୁ ମିଳୁନାହିଁ, ସେତେବେଳେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି ଯେ ମୁସ୍ତଫା ଖେମନେଇ କେଉଁଠି ଅଛନ୍ତି, କେମିତି ଅଛନ୍ତି? କାହିଁକି ନା ଅୟତୁଲ୍ଲା ଖେମନେଇଙ୍କ ଅନ୍ୟ 3 ପୁଅ ମଧ୍ୟ ଏହି ଅନ୍त्यେଷ୍ଟି କ୍ରିୟା ପ୍ରକ୍ରିୟାରେ ସାମିଲ ହେଉଛନ୍ତି, କିନ୍ତୁ ଦେଶର ସର୍ବୋଚ୍ଚ ନେତା ତଥା ଅୟତୁଲ୍ଲା ଅଲ୍ଲୀ ଖେମନେଇଙ୍କ ବଡ଼ ପୁଅ ମୁସ୍ତଫା ଖେମନେଇ ଏହି ଶବ ଶୋଭାଯାତ୍ରାରୁ ଦୂରେଇ ରହୁଛନ୍ତି। କୁହାଯାଉଛି ଯେ ଯେତେବେଳେ ଅୟତୁଲ୍ଲା ଖେମନେଇଙ୍କ ନିଧନ ହେଲା ବା ଆମେରିକା ଇସ୍ରାଏଲର ଆକ୍ରମଣରେ ଯେତେବେଳେ ଇରାନର ତତ୍କାଳୀନ ସର୍ବୋଚ୍ଚ ନେତାଙ୍କ ସମେତ 50 ଜଣଙ୍କର ମୃତ୍ୟୁ ଘଟିଲା, ସେଥିରେ ମୁସ୍ତଫା ଖେମନେଇ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏଣୁ ପ୍ରଥମେ ତାଙ୍କୁ ମେଡିକାଲରେ ରଖି ଚିକିତ୍ସା ଯୋଗାଇ ଦିଆଯାଇଥିଲା। କିଛି ରିପୋର୍ଟ କହୁଛି ତାଙ୍କର ଗୋଡ଼ ମଧ୍ୟ ଭାଙ୍ଗି ଯାଇଥିଲା, କିନ୍ତୁ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ପରବର୍ତ୍ତୀ ସମୟରେ ମେଡିକାଲରୁ ଏକ ବଙ୍କରକୁ ସ୍ଥାନାନ୍ତର କରାଯାଇଛି ଏବଂ ମାଟି ତଳେ ବେଶ ଗଭୀରତା ଭିତରେ ଏକ ସୁରକ୍ଷିତ ବଙ୍କରରେ ମୁସ୍ତଫା ଖେମନେଇ ଅଛନ୍ତି। କାହିଁକି ନା ବର୍ତ୍ତମାନ ମଧ୍ୟ ଇରାନ ଆଶଙ୍କା କରୁଛି ଯେ ମୁସ୍ତଫା ଖେମନେଇ ଯଦି ସାମ୍ନାକୁ ଆସନ୍ତି, ତେବେ ଇସ୍ରାଏଲ ହୁଏତ ମୁସ୍ତଫା ଖେମନେଇଙ୍କୁ ଆକ୍ରମଣ କରିପାରେ ବା ତାଙ୍କୁ ମାରିବାକୁ ଉଦ୍ୟମ କରିପାରେ। ଯୁଦ୍ଧ ସମୟରେ ଯେତେବେଳେ ମୁସ୍ତଫା ଖେମନେଇ କେଉଁଠି ଅଛନ୍ତି ପ୍ରଶ୍ନ ଉଠୁଥିଲା, ସେତେବେଳେ ଇସ୍ରାଏଲ ବାରମ୍ବାର କହି ଆସୁଥିଲା ଯେ ମୁସ୍ତଫା ଖେମନେଇ ଯଦି ଥରେ ଇସ୍ରାଏଲର ନଜରକୁ ଆସନ୍ତି, ସେ ତାଙ୍କୁ ନିପାତ କରିଦେବ। ଏଣୁ ଏଭଳି ସୁରକ୍ଷାଗତ ଥ୍ରେଟ୍ ଥିବା କାରଣରୁ ମୁସ୍ତଫା ଖେମନେଇ ପ୍ରକୃତରେ ଏହି ଶବ ଶୋଭାଯାତ୍ରାରେ ବା ଅନ୍त्यେଷ୍ଟି କ୍ରିୟାରେ ସାମିଲ ହେଉନାହାନ୍ତି କି? ତାହା ହେଉଛି ବଡ଼ ପ୍ରଶ୍ନ। ଏନେଇ ଆଇଆରଜିସି ତରଫରୁ ମଧ୍ୟ କୁହାଯାଇଛି ଯେ ମୁସ୍ତଫା ଖେମନେଇ ଏହି ପୁରା ପ୍ରକ୍ରିୟାରେ କୌଣସି ସ୍ଥାନରେ ମଧ୍ୟ ସାମିଲ ହେବାର କୌଣସି କାର୍ଯ୍ୟସୂଚୀ ନାହିଁ। ଥରେ ଚିନ୍ତା କରନ୍ତୁ, ଅୟତୁଲ୍ଲା ଅଲ୍ଲୀ ଖେମନେଇ ଯାହାଙ୍କର ଲୋକପ୍ରିୟତା ସବୁଠାରୁ ଶୀର୍ଷରେ ଥିଲା, ଯେଉଁ ଗୃହଯୁଦ୍ଧ ତାଙ୍କ ବିରୋଧରେ ଉଠୁଥିଲା ତାହା ମଧ୍ୟ ଯୁଦ୍ଧ ସମୟରେ ପ୍ରଶମିତ ହୋଇଗଲା ଏବଂ ଯେତେବେଳେ ଅୟତୁଲ୍ଲା ଖେମନେଇଙ୍କର ଶବ ଶୋଭାଯାତ୍ରା ଚାଲିଛି, ସେତେବେଳେ ଦେଖିବାକୁ ମିଳୁଛି ଯେ ଇରାନର ଲୋକେ ଛାତି ପିଟି ପିଟି କାନ୍ଦୁଛନ୍ତି,
କୋହ ଓ ଶୋକରେ ଭାଙ୍ଗି ପଡୁଛନ୍ତି ଇରାନର ସାଧାରଣ ଜନତା। ପିଲା ବୁଢା ସବୁ ଶ୍ରେଣୀର ଲୋକେ କେମିତି ବୁକୁ ଫଟାଇ ଚିତ୍କାର କରୁଛନ୍ତି ଏହି ଶବ ଶୋଭାଯାତ୍ରାରେ ତାହା ଦେଖିବାକୁ ମିଳୁଛି। ଅୟତୁଲ୍ଲା ଅଲ୍ଲୀ ଖେମନେଇଙ୍କ ଅନ୍ୟ 3 ପୁଅ ମଧ୍ୟ ଏହି ଶବ ଶୋଭାଯାତ୍ରାରେ ସାମିଲ ହେଉଛନ୍ତି। ଇରାନର ଚିଫ ଜଷ୍ଟିସ, ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରୀ, ମନ୍ତ୍ରିମଣ୍ଡଳର ତମାମ ବଡ ବଡ ନେତା, ଆଇଆରଜିସିର କମାଣ୍ଡାଣ୍ଟ ବା କମାଣ୍ଡର ସମସ୍ତେ ଯୋଗ ଦେଉଛନ୍ତି, କିନ୍ତୁ ମୋସ୍ତଫା ଖେମନେଇ ଯୋଗ ଦେଉନାହାନ୍ତି। ଏଣୁ ମୋସ୍ତଫା ଖେମନେଇ କେଉଁଠି ଅଛନ୍ତି ସେ ନେଇ ପ୍ରଶ୍ନ ଛିଡା ହେବା ସ୍ୱାଭାବିକ। ସେ ବର୍ତ୍ତମାନ ସୁସ୍ଥ ହେଲେଣି ନା ବର୍ତ୍ତମାନ ମଧ୍ୟ ଅସୁସ୍ଥ ଅଛନ୍ତି? ଅସୁସ୍ଥତା ପାଇଁ ସେ ଅନ୍त्यେଷ୍ଟି କ୍ରିୟାରେ ସାମିଲ ହୋଇପାରୁନାହାନ୍ତି ନା ସୁରକ୍ଷାଗତ କାରଣ ପ୍ରମୁଖ ଦିଗ? ଏସବୁ ଭିତରେ ଆଉ କିଛି ରିପୋର୍ଟ ମଧ୍ୟ ଯାହା ଇରାନରୁ ସାମ୍ନାକୁ ଆସୁଛି, କୁହାଯାଉଛି କୌଣସି ମୁହୂର୍ତ୍ତରେ ମଧ୍ୟ ମୋସ୍ତଫା ଖେମନେଇ ହୁଏତ ଏହି ଶବ ଶୋଭାଯାତ୍ରାରେ ନିଜ ପିତାଙ୍କର ଶେଷ ଦର୍ଶନ କରିପାରନ୍ତି, କିନ୍ତୁ ସୁରକ୍ଷା ଦୃଷ୍ଟିରୁ ତାଙ୍କର କାର୍ଯ୍ୟସୂଚୀର ପୂର୍ବ ସୂଚନା ଜାରି କରାଯାଉ ନାହିଁ। ଏବେ ମୋସ୍ତଫା ଖେମନେଇ ସୁସ୍ଥ ଥିବା ମଧ୍ୟ ଇରାନର ସରକାରୀ ଗଣମାଧ୍ୟମ ତରଫରୁ ଜଣାପଡିଛି, କିନ୍ତୁ ତାଙ୍କ ଅବସ୍ଥାରେ ପୁରା ସୁଧାର ଆସିଛି ନା ବର୍ତ୍ତମାନ ମଧ୍ୟ ସେ ବେଡରେ ରହିଛନ୍ତି, ତାହା ସବୁଠାରୁ ବଡ ପ୍ରଶ୍ନ। କିନ୍ତୁ ଗୋଟିଏ ଦେଶର ସର୍ବୋଚ୍ଚ ନେତା ଏହି ଶବ ଶୋଭାଯାତ୍ରାରେ ସାମିଲ ନ ହେବା ଏବଂ ତାଙ୍କ ଅନ୍ୟ ଭାଇମାନେ ସାମିଲ ହେବା ବର୍ତ୍ତମାନ ମଧ୍ୟ ଇରାନ, ଆମେରିକା, ଇସ୍ରାଏଲର ଅସ୍ଥିର ପରିସ୍ଥିତିକୁ ଇସାରା କରୁଛି ନା ପ୍ରକୃତରେ ସ୍ୱାସ୍ଥ୍ୟଗତ କାରଣ ରହିଛି ଯେଉଁଥିପାଇଁ ମୋସ୍ତଫା ଖେମନେଇ ସାମ୍ନାକୁ ଆସିପାରୁନାହାନ୍ତି? ଏ ସନ୍ଦେହ ଏବେ ସାଧାରଣରେ ଦାନା ବାନ୍ଧୁଛି। ତେବେ ଦର୍ଶକ ବନ୍ଧୁ, ଏ ସମ୍ପର୍କରେ ଯାହା ବି ଅପଡେଟ୍ ଆସିବ ଆମେ ଆପଣଙ୍କ ସାମ୍ନାରେ ରଖିବୁ। ଏଥିପାଇଁ ନ୍ୟୁଜ ରୁମକୁ ଆମ ଫେସବୁକ୍ ଓ ୟୁଟ୍ୟୁବରେ ସବସ୍କ୍ରାଇବ କରନ୍ତୁ, ଭିଡିଓକୁ ଲାଇକ୍ ଓ ସେୟାର କରନ୍ତୁ, କମେଣ୍ଟ ବକ୍ସରେ ନିଜର ମତ ଲେଖନ୍ତୁ। ରହୁଛି, ନମସ୍କାର।